ପ୍ରତିଟି ରୋଷେଇ ଘରର ଏବଂ ଘରଣୀଙ୍କର ବଡ଼ ଚିନ୍ତା ହେଉଛି ଚାଉଳ ଡବାରୁ କେମିତି ପୋକ ବାହାର କରିବା। ହାଣ୍ଡିଶାଳରେ ଥିବା ଚାଉଳ ଡବାରେ କଳା, ଧଳା, ନାଲି ଏମିତି ବିଭିନ୍ନ ରଙ୍ଗର ପୋକ ଲାଗିବା ସାଧାରଣ କଥା। ତେବେ ଏହି ପୋକକୁ ବାହାର କରିବା ବି କମ୍ କାଠିକର ପାଠ ନୁହେଁ। କିନ୍ତୁ ଯଦି ଘରୋଇ ଉପାୟ ଆପଣେଇବେ ତାହେଲେ ବିନା କେମିକାଲ ବଟିକା ପ୍ରୟୋଗ କରି ମଧ୍ୟ ପୋକ ବାହାର କରାଯାଇପାରିବ। ଆଜି ଆସନ୍ତୁ ସେ ବିଷୟରେ କିଛି ଜାଣିବା। ଚାଉଳରୁ ପୋକ ବାହାର କରିବା ପାଇଁ କଅଁଳିଆ ନିମ୍ବପତ୍ର, ରସୁଣ, ଲବଙ୍ଗ ଏବଂ ଗୋଲମରିଚ ବାଟି ଗୋଟିଏ ପେଷ୍ଟ ତିଆରି କରନ୍ତୁ ଏବଂ ଏହି ପେଷ୍ଟକୁ ହାତରେ ଗୋଲାକାର ବଟିକାର ରୂପ ଦେଇ ଖରାରେ ଶୁଖାଇ ଦିଅନ୍ତୁ। 24 ଘଣ୍ଟା ପରେ ଏହି ବଟିକାକୁ ଚାଉଳ ରଖୁଥିବା ଡବାରେ ରଖି ବିନା ଢାଙ୍କୁଣୀ ଦେଇ ଖରାରେ ପୁଣି ଶୁଖାଇ ଦିଅନ୍ତୁ। ଏଥିରେ ଚାଉଳରେ ପୋକ ଲାଗିବେ ନାହିଁ। ଚାଉଳ ଡବାରେ ଗୋଟେ ଶୁଖିଲା ଲଙ୍କା ପକାଇ ଖୋଲାରେ ଖରା ତଳେ ରଖିଦିଅନ୍ତୁ। ଖରା ସାଙ୍ଗକୁ ଶୁଖିଲା ଲଙ୍କା ଯେକୌଣସି ଖାଦ୍ୟ ପଦାର୍ଥରୁ ପୋକକୁ ବାହାର କରିବା ପାଇଁ ରାମବାଣ ଔଷଧ ସାବ୍ୟସ୍ତ ହୋଇଛି। ଡବାରେ 2ରୁ 3ଟି ଡିଆସିଲ୍ ବାକ୍ସରେ କାଢ଼ି ଢାଳି ଦିଅନ୍ତୁ। ଚାଉଳ ସହ ପ୍ରତିଟି କାଠି ଭଲ ଭାବରେ ବିଛାଇ ହେବା ଦରକାର। କାଠିକୁ କପଡ଼ାରେ ବାନ୍ଧିବାର ଆବଶ୍ୟକ ନାହିଁ। ଏବେ ଏହି ଡବାକୁ ଖରାରେ ଶୁଖାଇ ଦିଅନ୍ତୁ। ସାଙ୍ଗେ ସାଙ୍ଗେ ପୋକ ବାହାରି ପଡ଼ିବେ। 3ରୁ 4ଟି ଗୋଟା ହଳଦୀକୁ ପୋକ ହେଉଥିବା ଚାଉଳ ଡବାରେ ପକାଇ ଦିଅନ୍ତୁ ଏବଂ ସେ ଯେପର୍ଯ୍ୟନ୍ତ ଖରାରେ ଶୁଖିବ ସେ ପର୍ଯ୍ୟନ୍ତ ତାକୁ ଛାଡ଼ି ଦିଅନ୍ତୁ। ସବୁ ପୋକ ବାହାରି ଆସିବେ। କିଛି ଘଣ୍ଟା ଭିତରେ ଫରକ ଜାଣିପାରିବେ। ଚାଉଳରେ ଯଦି ଅଧିକ ପୋକ ହୋଇଯାଇଛି ତାହେଲେ ଗୋଟା ଲୁଣ ବ୍ରହ୍ମାସ୍ତ୍ର ଭଳି କାମ କରିବ।